ମନ୍ତ୍ରୀ ମୁଖୁ ଶୁଣି କୋପେ ବିଂଶ ପାଣି ପୁଷ୍ପକ ଜାନେ ବିଜେ କଲା। ଧନୁସର ଧରି ଆକାଶେ ରହିଣ ସୁବଳ ଗିରି କି ଚାହିଁଲା। ଡୋଳେ ଦେଖିଲା ଧ୍ରୁବାଦଳ ରାମ ଶରୀର। ବ୍ରହ୍ମାଣ୍ଡ ଶୋଭାକୁ ଘେନି ଅବତାର ମଦନ ଜାର ପରିଚାର। ଡୋଳେ ଦେଖିଲା ଧ୍ରୁବାଦଳ ରାମ ଶରୀର। ରାମ ଲଙ୍କା ଆକ୍ରମଣ କରିବେ, ସେତୁବନ୍ଧ ହବ। ଏକଥା ସ୍ୱପ୍ନରେ ବି ଆଶା କରିନଥିଲା ରାବଣ। ମନ୍ତ୍ରୀ କହିଦେଲା ଯେ ସେମାନେ ଥାଟ ପାଟ ନେଇ ସମୁଦ୍ର କୂଳରେ ଜମା ହେଲେଣି, ତାଙ୍କୁ ଦେଖିବା ପାଇଁ ରାବଣ ଗଲା। ବିମାନରେ ଗଲା, ଦେଖିଲା ରାମକୁ, ଦେଖିଲା ଧ୍ରୁବା ଦଳ ରାମ ଶରୀର। ଦୁବ ଘାସର ପତ୍ର ଭଳି ରାମଙ୍କର ଶରୀର। ସେ ଏତେ ସୁନ୍ଦର, ସେ ନିଜେ କହିଲା ବ୍ରହ୍ମାଣ୍ଡ ଶୋଭାକୁ ଘେନି ଅବତାର ମଦନ ଜାର ପରିଚାର। ଦେବତା ମାନଙ୍କ ମଧ୍ୟରେ ସୁନ୍ଦର ହେଲେ ମଦନ କାମଦେବ, କିନ୍ତୁ ଗୋଟିଏ ମଦନ ତାଙ୍କର ସେବକ ଭଳି ଲାଗିବେ। ଏତେ ସୁନ୍ଦର ରାମ। ଆସନ୍ତୁ ନା ଆମେ ରାମକୁ ପ୍ରଣାମ କରିବା। ଶ୍ରୀରାମ ରାମ ରଘୁନନ୍ଦନ ରାମ ରାମ, ଶ୍ରୀରାମ ରାମ ଭରତାଗ୍ରଜ ରାମ ରାମ, ଶ୍ରୀରାମ ରାମ ରଣକର୍କଶ ରାମ ରାମ, ଶ୍ରୀରାମ ରାମ ଶରଣଂ ଭବ ରାମ ରାମ। ବନ୍ଧୁ, ଏଇ ଯେଉଁ ମନ୍ତ୍ରଟି ମୁଁ ପଢ଼ିଲି, ଏହା ବୁଧ କୌଶିକ ଋଷି ମାନେ ବିଶ୍ୱାମିତ୍ର ଲେଖିଛନ୍ତି। ଏଇ ମନ୍ତ୍ରରେ ଆମେ 8 ଥର ରାମ ରାମ କହିଛେ। ଏଇ ମନ୍ତ୍ରକୁ ଆମେ ନିୟମିତ 8 ଥର ପଢ଼ିଲେ ଆମ ଉପରେ ରାମଙ୍କର କରୁଣା ହେବ। ଆମେ ଏହାକୁ 8 ଥର ପଢ଼ିଲେ 8 × 8 64 ଥର ରାମ ରାମ କହିବା, ହେଲେ ରାମ କରୁଣା ମିଳିବ। ଶ୍ରୀରାମଚନ୍ଦ୍ରାୟ ନମଃ। ରାମକୁ ପ୍ରଣାମ କରି ଆମେ ଆଜିର କାର୍ଯ୍ୟକୁ ଆରମ୍ଭ କରିବା। ସିଂହ ରାଶିଙ୍କ ପାଇଁ ଏ ମାସଟା କଳହପୂର୍ଣ୍ଣ। କେମିତି ହେଲେ ବି ସେମାନେ ବିଭିନ୍ନ କଳହର ସମ୍ମୁଖୀନ ହେବେ। କେତେବେଳେ ପରଶ୍ରୀ କାତର ହୋଇ ସେମାନେ କଳହ ଆରମ୍ଭ କରିବେ, ତ କେତେବେଳେ ଈର୍ଷା ଜର୍ଜରିତ ହୋଇ ଅନ୍ୟର କ୍ଷତି କରିବେ। ତେଣୁ କଣ୍ଟା ବାଡ଼ ଲୁଗା ପକାଇ ଚିରିବାର ସମୟ ଆସିଛି। ତେଣୁ ମୁଁ ଆଜି ସେଇ ସମସ୍ତ ସିଂହ ରାଶିଙ୍କୁ ମୁଁ ଅନୁରୋଧ କରୁଛି, ସେମାନେ ଯଦି ଶାନ୍ତ ଶିଷ୍ଟ ଭଦ୍ର ନମ୍ର ଉଦାର, ତେବେ ସମ୍ଭାଳି ନିଅନ୍ତୁ। ଏକ କାନରେ ପୁରାଇ ସେ କାନରେ ବାହାର କରି ନିଅନ୍ତୁ। କାହା ସାଙ୍ଗରେ ଝମିଲା କରନ୍ତୁ। ଯଦି ପ୍ରକୃତି ଖରାପ, ମୁଁ କ'ଣ କରିବି? ପ୍ରକୃତି ନୟମୁଚ୍ୟତେ। ଏଣୁ ବନ୍ଧୁ, ଆପଣଙ୍କର ସିଂହ ରାଶି କି? ତେବେ ମଘା, ପୂର୍ବ ଫାଲ୍ଗୁନୀ, ଉତ୍ତର ଫାଲ୍ଗୁନୀ, ଏହି 3 ନକ୍ଷତ୍ର ତ ଆପଣଙ୍କର ଗୋଟିଏ ହେଇଥିବ। ଯଦି 10 ତେବେ ମଘା, ଯଦି 15 ତେବେ ପୂର୍ବ ଫାଲ୍ଗୁନୀ, ଯଦି 12 ଉତ୍ତର ଫାଲ୍ଗୁନୀ ସିଂହ ଅଟେ। ସିଂହ ରାଶିର ଦ୍ୱିତୀୟରେ ମାନେ ଧନ ସ୍ଥାନରେ କେତୁ। ଏବେ କେତୁଙ୍କ ହାତରେ ଧନ, ସିଏ ଦେବେ କିନ୍ତୁ ଅନ୍ୟମାନେ ନେଇଯିବେ। ସପ୍ତମ ସ୍ଥାନରେ ଶନି ମାନେ ଶନି ସପ୍ତାହ। ଅଷ୍ଟମରେ ରାହୁ, ଅଷ୍ଟମ ରାହୁ ପୂର୍ଣ୍ଣ ଅଶୁଭ। ନବମସ୍ଥ ମଙ୍ଗଳ ଶୁଭ, ଦଶମସ୍ଥ ବୃହସ୍ପତି ବି ଅଶୁଭ। ଏକାଦଶରେ ରବି ବୁଧ ଶୁକ୍ର, ଏହି 3 ଗ୍ରହ ଆୟ ବୃଦ୍ଧି କରାଇବେ। 29 ଜୁନରେ ବୁଧ କର୍କଟକୁ ପଳେଇବେ। ଦ୍ୱାଦଶ ବୁଧ ହେଇଯିବ, ଆୟ କମିଯିବ, ବ୍ୟୟ ବଢ଼ିଯିବ। ସେମିତି ଜୁଲାଇ 6ରୁ ଶୁକ୍ର ମଧ୍ୟ ପଳେଇବେ କର୍କଟକୁ, ଆୟ କମିଯିବ, ବ୍ୟୟ ବଢ଼ିଯିବ। 28 ଜୁନ ଯାଏ ଯାହା ଆୟ ହେଉଥିବ ତାକୁ ଯଦି 3 ଭାଗ କରାଯାଏ, ତେବେ 29ରୁ ଭାଗେ
ଓ ଜୁଲାଇ 6ରୁ ଭାଗେ ଏଇଭଳି 2 ଭାଗ ଆୟ କମିଯିବ। ଯେଉଁ କର୍ମରେ ଲିପ୍ତ ଅଛନ୍ତି ଏ ମାସରେ ସେ ସମସ୍ତ କର୍ମର ବିଶେଷ ଉନ୍ନତି ହେବ। ଏପରିକି କର୍ମ ତତ୍ପରତା ଓ କର୍ମ ଶୃଙ୍ଖଳା ପାଇଁ ସମ୍ମାନିତ ହୋଇପାରନ୍ତି। ବ୍ୟବସାୟୀମାନେ ପୂର୍ବାପେକ୍ଷା କମ୍ ଲାଭ ପାଇ ହତୋତ୍ସାହିତ ହେବେ। ଗୃହ କାର୍ଯ୍ୟରେ ଆପଣଙ୍କର ଆୟ ସମାପ୍ତ ହୋଇଯିବ। ଧାର ଉଧାର କରିବାକୁ ପଡ଼ିବନି। ବିନା ମେଘରେ ବଜ୍ରପାତ ହେଲା ଭଳି କୌଣସି ସମସ୍ୟା ପାଇଁ ମାଲି ମକଦ୍ଦମା ଲାଗି ରହିବ। ଅଷ୍ଟମସ୍ଥ ରାହୁ ଏ ସମସ୍ୟା ସୃଷ୍ଟି କରିପାରନ୍ତି। ଶରୀର ଅସୁସ୍ଥ ହେବ। ଏଥିପାଇଁ ବହୁ ଅର୍ଥ ବ୍ୟୟ ହୋଇପାରେ। ଦ୍ୱିତୀୟକୁ ବୃହସ୍ପତିଙ୍କ ଦୃଷ୍ଟି ଅଛି। ଆୟ ଆବଶ୍ୟକ ମୁତାବକ ହେବ। ଚତୁର୍ଥକୁ ବୃହସ୍ପତିଙ୍କର ଦୃଷ୍ଟି ଅଛି। ପରିବାରରେ ଶାନ୍ତି ବିରାଜମାନ କରିବ। ମାତ୍ର ଚତୁର୍ଥକୁ ମଙ୍ଗଳଙ୍କର ଦୃଷ୍ଟି ରହୁଛି। ପରିବାରରେ ଅଶାନ୍ତି ଲାଗି ରହିବ। ହେଲେ ଶାନ୍ତି ଅଶାନ୍ତି ଆପଣଙ୍କ ହାତରେ। ଯଦି ମୋଟାମୋଟି ତୁମେ କଳହ ପ୍ରିୟ ତାହେଲେ ଅଶାନ୍ତ ଗ୍ରହ ହେବ। ଯଦି ଶାନ୍ତ ତାହେଲେ ଆହୁରି ଶାନ୍ତ ହୋଇଯାଅ। ମୌନତା ଅବଲମ୍ବନ କର। ସମସ୍ତ କଟୁକ୍ତିକୁ ଏ କାନରେ ପୁରାଇ ସେ କାନରେ ବାହାର କରିଦିଅ। ୟୁ ୱିଲ୍ ବି ପ୍ରୋବ୍ଲେମ୍ କ୍ରିଏଟର। ଏକଥା ଏମିତି କେହି ନ କହନ୍ତୁ। ବଡ଼ ବଡ଼ ସ୍ୱର୍ଣ୍ଣ ହୀରକ ଷ୍ଟୋନ୍ ବସ୍ତ୍ର ପ୍ରଭୃତି ବ୍ୟବସାୟରେ କ୍ଷତି ହେବାର ସମ୍ଭାବନା ବେଶୀ। 28/6 ଭିତରେ କିଛି ଶୁଭ ସମାଚାର ପାଇ ଖୁସି ହେବେ। ଜୁଲାଇ 6ରେ ବ୍ୟବସାୟରେ କ୍ଷତି ହେବ। ମଘା ନକ୍ଷତ୍ର ଅପମାନ ପାଇପାରନ୍ତି। ନିରବତା ରକ୍ଷା କରନ୍ତୁ। ମୌନୀ ନଃ କଳହ ନାସ୍ତି। ଯେ ଯାହା କହୁଛି କହୁନ, ଆମେ କାହିଁ ଶୁଣିବା। ଏଇ ମନୋଭାବ ଆସିଲେ କଳି ହେବନି। ପୂର୍ବ ଫାଲ୍ଗୁନୀ ଓ ଉତ୍ତର ଫାଲ୍ଗୁନୀ ନକ୍ଷତ୍ର ଦ୍ୱୟଙ୍କର ଦୁଃଖ ସମୟ। ଅଜାଗାରେ ମାନେ ଗୁପ୍ତ ଅଙ୍ଗରେ ସମସ୍ୟା ହେବ। ଯଦି ହୁଏ ତୁରନ୍ତ ଜାଣିବା ଶୁଣିବା ଲୋକ ବା ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ। ଅନ୍ୟଥା କହି ହେବନି କି ସହି ହେବନି। ଆଖିରେ ଲୋତକ ରହି ହେବନି। କର୍ମଜୀବୀ ମହିଳାମାନେ ପରବୁଦ୍ଧିରେ ପରିଚାଳିତ ହୋଇ ନିଜ ପାଇଁ ସମସ୍ୟା ସୃଷ୍ଟି କରିବେ। ଛାତ୍ରଛାତ୍ରୀଙ୍କ ପାଇଁ ଏ ମାସଟି ଭଲ। ପତି ପରାୟଣା ଗୃହିଣୀ ମାନେ ଏ ମାସରେ ଦୈବୀ କଲ୍ୟାଣ ଲାଭ କରିବେ। ପିତା ମାତାଙ୍କ ପ୍ରତି ଆଦର ଓ ସମ୍ମାନ ଥିବା ପୁତ୍ରମାନଙ୍କ ପାଇଁ ଭଗବାନଙ୍କର ବିଶେଷ କଲ୍ୟାଣ ଅଛି। ତାଙ୍କର ମଙ୍ଗଳ ହେବ। ରାହୁ ଯେଣୁ ସିଂହ ପାଇଁ ଅଷ୍ଟମସ୍ଥ, ତେଣୁ ମାନସିକ ସନ୍ତୁଳନ ହୋଇଯିବ। ମାନେ ମୁଣ୍ଡ ବିଗିଡ଼ିଯିବ। ଅର୍ଥାତ୍ କର୍ତ୍ତବ୍ୟ ବିମୂଢ଼ ହେବେ। କ'ଣ କରିବେ କ'ଣ ନ କରିବେ ନିଷ୍ପତ୍ତି ନେଇପାରିବେନି। ସିଂହ ରାଶିର ଲୋକେ କେବଳ କଜିଆ ଖୋର ହୋଇ ଅପବାଦକୁ ସହିବାକୁ ବାଧ୍ୟ ହେବେ। ତେଣୁ ସମ୍ଭାଳି ନିଅନ୍ତୁ। ମଘା ନକ୍ଷତ୍ରଙ୍କର ଡାହାଣ ପାଦ ଖରାପ, ମାନେ ଅଶୁଭ ଏ ମାସ ପାଇଁ। ସେ ଡାହାଣ ପାଦ ପକାଇ କୌଣସି କାମ ଆରମ୍ଭ କରନ୍ତୁନି। ସୁତରାଂ ଯଦି କାମ କରିବାର ଅଛି, ବାହାରକୁ ଯିବାର ଅଛି, ତାହେଲେ ମଘା ନକ୍ଷତ୍ର ବାଲା ଆଗେ ବାଁ ପାଦ ପକାଇ ଯାତ୍ରା ଆରମ୍ଭ କରନ୍ତୁ ବା କାମ ଆରମ୍ଭ କରନ୍ତୁ। ପୂର୍ବ ଫାଲ୍ଗୁନୀ ଓ ଉତ୍ତର ଫାଲ୍ଗୁନୀଙ୍କର ବାଁ ପାଦ ଖରାପ, ଅଶୁଭ ଏ ମାସ ପାଇଁ। ତେଣୁ ସେମାନେ ଯଦି କାମ କରିବେ କି ଯାତ୍ରା କରିବେ ହେଲେ ଆଗ ଡାହାଣ ପାଦ ପକାନ୍ତୁ। ନହେଲେ ଅଖା ଧୋଉଥିବେ, ଗୁଣ ଗାଉଥିବେ। ଏହା ହେଉଛି କେତୁଙ୍କ ବିଚାର। ଧନସ୍ନା ଦେବେ କିନ୍ତୁ ସାବଧାନ କରିଛନ୍ତି। ଦଶମସ୍ଥ ହେଲେ ବି ଗୁରୁ ପ୍ରସନ୍ନ ଅଛନ୍ତି। ଆଉ ଶନି ସପ୍ତାହ ହେଲେ ବି ଶନି କଲ୍ୟାଣ କରିବେ। ହେଲେ ଶନିବାର ମୂଳା ନକ୍ଷତ୍ର ନବମୀ ତିଥି ମକର ଚନ୍ଦ୍ର ଅଶୁଭ ହେତୁ ଆମେ ଟିକେ ସତର୍କ ରହିବା। ଯେଉଁ ତାରିଖ କହିବି ସେ ତାରିଖ ଗୁଡ଼ିକୁ ଆମ କ୍ୟାଲେଣ୍ଡରରେ ଆମେ ଚିହ୍ନିତ କରିବା ଏବଂ ସେଦିନ ଟିକେ ଭାବି ଚିନ୍ତି ଚଳିବା। ମକର ଚନ୍ଦ୍ର କେଉଁ ଦିନ ଅଛି? ଜୁନ୍ 24-25। ଜୁନ୍ 24-25 ମକର ଚନ୍ଦ୍ର। ତେଣୁ ଏ 2 ଦିନ ଟିକେ ହୁସିଆର ହେବା। ଆଉ ଜୁନ୍ 15 ଶନିବାର ନବମୀ ତିଥି। ଜୁନ୍ 22 ଶନିବାର ଆଉ ମୂଳା ନକ୍ଷତ୍ର। ଜୁନ୍ 23 ମୂଳା ନକ୍ଷତ୍ର। ଜୁନ୍ 29 ଶନିବାର। ଜୁନ୍ 30 ନବମୀ ତିଥି। ଆଉ ଆମେ ଟିକେ ଆଉ ଜାଣିବା ଜୁନ୍ 20-21 କଳହ ଚନ୍ଦ୍ର। ଏଇ 2 ଦିନ ଟିକେ ପାଟିରେ ତୋଳା ଦେଇ ଦିଅନ୍ତୁ। ଜୁନ୍ 16, 20, 21, 28 ସାବଧାନ।
जुलाई 4, 7, 8, 9, 12, 14 अशुभ तिथि अशुभ तारीख सावधान। ता छड़ा जुलाई 6 शनिवार, जुलाई 13 शनिवार, जुलाई 15 नवमी तिथि। बंधु नमस्कार।